ତାଙ୍କର କହିବା କଥା ଥିଲା କାଲି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ମହୋଦୟ ଯେହେତୁ ଜନସମ୍ପର୍କ ପଦଯାତ୍ରା ଥିଲା, ଏଠି ସବୁ ଜନସାଧାରଣଙ୍କ ପାଇଁ ଗୋଟେ ଆହ୍ୱାନ ଥିଲା ଆମେ ସମସ୍ତଙ୍କ ସହିତ ଯୋଡ଼ି ହେଇକି କାମ କରିବାର। ତେଣୁ ସେଠି ସବୁ ବିଜୁ ଜନତା ଦଳର ସମର୍ଥକ ମାନେ ସେଠିକି ଆସିଥିଲେ। ଭାଇ ତାଙ୍କୁ ଦେଖିଲା ପରେ ଲୋକମାନେ ଯେତିକି ଖୁସି ଥିଲେ, ଭାଇ ସେତିକି ଖୁସି ତାଙ୍କ ପାଇଁ ଥିଲେ। ତେଣୁ ସେ ଖୁସି ଭିତରେ ସେ କହିଛନ୍ତି ଯେ ମୁଁ ଦରକାର ପଡ଼ିଲେ ଯାଜପୁରବାସୀଙ୍କ ପାଇଁ, ଯାଜପୁର ଡେଭଲପମେଣ୍ଟ ପାଇଁ ମୁଁ ଲଢ଼ିବି, ଆଉ ମୁଁ ଦରକାର ପଡ଼ିଲେ ଫାଶୀ ପାଇବି। କିନ୍ତୁ ତାଙ୍କର କହିବାର କଥା ଥିଲା ଯେଉଁ ଦେଖିବେ ନିର୍ବାଚନ ପରେ ଭାଇଙ୍କ ବିରୁଦ୍ଧରେ ବହୁତ କଥା ତଥ୍ୟ ଏଠି ଆସୁଥିଲା ଯେ ଯାଜପୁରର ଦୁର୍ନୀତି କଥା ହଉ, ଯାଜପୁରର କୁସୁମା କଥା ହଉ ବା କଟେଜ କଥା ହଉ, ବିଭିନ୍ନ କ୍ୱାର୍ଟର ଯେଉଁ ଷ୍ଟ୍ରକ୍ଚର କଥା ହଉ, ବିଭିନ୍ନ ଗଣମାଧ୍ୟମରେ ଏହି ଆଲୋଚନା ଚାଲିଥିଲା ଯେ ପ୍ରଣବ ପ୍ରକାଶ ଦାସ ଏତେ ଦୁର୍ନୀତି କରିଛନ୍ତି, ଏତେ ଯେଉଁ କାମ କରିଛନ୍ତି, ତଥ୍ୟ ତାଙ୍କ ପାଖରେ କିଛି ନାହିଁ। ତେଣୁ ସେଇ ଯେଉଁ ଗଣମାଧ୍ୟମରେ ଯେଉଁ କଥାଟା 4 ମାସ ହେଲା ଚାଲିଛି, ସେଇ କଥାଟାକୁ ଆକ୍ଷେପ କରି ଭାଇ କାଲି ସେଇ କଥାଟା ହିଁ କହିଛନ୍ତି। ଯେଉଁ ବିରୋଧୀ ଦଳ ହିସାବରେ ବିଜୁ ଜନତା ଦଳକୁ ବିରୋଧ କରିବା ବା ଭାଇକୁ ଯେଉଁମାନେ ବିରୋଧ କରୁଛନ୍ତି, ଯାଜପୁରର କିଛି ଲୋକ ସହି ପାରୁନାହାନ୍ତି ଭାଇଙ୍କର ଡେଭଲପମେଣ୍ଟ। ତେଣୁ ଆଜି ସେଇ ଡେଭଲପମେଣ୍ଟ ଯାଜପୁରର ହେଇଥିବାରୁ ସବୁବେଳେ ଭାଇଙ୍କ ଉପରେ ଆକ୍ରୋଶମୂଳକ ଗୋଟେ ଚାଲିଛି ଭାଇଙ୍କ ଉପରେ। ତେଣୁ ସିଏ ସେଇ କଥା କହିଥିଲେ ଯେ ଗୋଟିଏ ଲୋକ 4 ମାସ ହେଲା ମୁଁ ଶୁଣୁଛି ଯେ ବବି ଦାସ ଏ କଥା କରିଛି, ଏଠି ଭୁଲ କରିଛି, ଦୁର୍ନୀତି କରିଛି, ଇଏ କରିଛି। କାହିଁକିନା ଖୋଲା ମଞ୍ଚରେ ବି ଦେଖିଥିବେ ଆମର ଯେତେବେଳେ ଏମ୍ପି ଆସିଥିଲେ ସ୍ୱୟଂ ଶାସନ ଦିବସ ଦିନ, ସେଦିନ ଏମ୍ପି ବି ସେ ମଞ୍ଚରେ କହିଯାଇଥିଲେ ଯେ ଯାଜପୁରର ଦୁର୍ନୀତି ହେଇଛି। କିନ୍ତୁ ଆମେ କହିବା ପାଇଁ, ମୋ ନେତା କହିବା ପାଇଁ ଚାହୁଁଛନ୍ତି, ମୁଁ ବି ମଧ୍ୟ ଆଜି କହିବା ପାଇଁ ଚାହୁଁଛି ଯଦି ଦୁର୍ନୀତି ହେଇଛି ତାଙ୍କ ପାଖରେ ତ ଏଇନା ସରକାର ଅଛନ୍ତି, ତାଙ୍କ ପାଖରେ ସବୁ ସରକାର କଳ, ସବୁ କଳ, ତାଙ୍କ ପାଖରେ ସିବିଆଇ, ତାଙ୍କ ପାଖରେ ସବୁ ଅଛନ୍ତି। ସେମାନେ ତଥ୍ୟ ସଂଗ୍ରହ କରନ୍ତୁ, ତଥ୍ୟ ସଂଗ୍ରହ କରିକି ଦୋଷୀକି ଦଣ୍ଡ ଦିଅନ୍ତୁ। ତେଣୁ ଦୁର୍ନୀତି ହେଇଛି ଖାଲି କହିଦେଲେ ପାଟିରେ ସେ କଥାରେ କିଛି ମୂଲ୍ୟ ହିଁ ରହୁନାହିଁ। ତେଣୁ ଆମର ଏଇ କଥାଟା କହିବାର ଅଛି, ସମ୍ପୂର୍ଣ୍ଣ ଭାବରେ ସେ ତଥ୍ୟ ସଂଗ୍ରହ କରନ୍ତୁ, ଦୋଷୀକି ଦଣ୍ଡ ଦିଅନ୍ତୁ। ସେ ମଧ୍ୟ କାଲି ପ୍ରଣବ ପ୍ରକାଶ ଦାସ ମହୋଦୟ ମଧ୍ୟ ଖୋଲା ମଞ୍ଚରେ ଏଇ କଥା କହିଛନ୍ତି। ନା ସେଇଟା ତ ନିଜେ କାଲି ଖୋଲା ମଞ୍ଚରେ କହିଛନ୍ତି ଯେ ମୁଁ ଜଣେ ମାଆକୁ ଠିଆ କରିଛି, ମା ଜଣେ ବିଧାୟିକା ହେଇଛି। ତେଣୁ ମା ବିଧାୟିକା ହିସାବରେ ଯଦି ଆଜି ବିଜୁ ଜନତା ଦଳ ନାରୀ ସଶକ୍ତିକରଣ କଥା କୁହେ, ଡୁଙ୍ଗୁରା ପିଟେ ନା, ଏକଥା ବି ସେ ମଞ୍ଚରେ କହିଛନ୍ତି। ବିଜୁ ଜନତା ଦଳ କେବେ ଡୁଙ୍ଗୁରା ପିଟିକି କରେ ନା, ବିଜୁ ଜନତା ଦଳ ସବୁବେଳେ କାମରେ କରିକି ଦେଖାଏ। ଆଜି ଜଣେ ମାଆକୁ ବିଧାୟିକା କରିଛନ୍ତି, ଏକଥା ବି ସେ ମଞ୍ଚରେ କହିଛନ୍ତି, ଯୋଉଟା ଅପପ୍ରଚାର, ସମ୍ପୂର୍ଣ୍ଣ ଭାବରେ ମିଥ୍ୟା।